ଧନୀ କହିବ ମୋତେ ଯେ ନେଲ ନାହିଁ ଭାଇ କ'ଣ କରିଦେଲ ভাল লাগে ଦେଖିବୁ। ତୁମେ ସତରେ କୁଆଡ଼େ ଯାଇଥିଲ? ହାଇ ଗାଇସ୍, ଆପଣମାନେ ଦେଖୁଛନ୍ତି ରାୟଗଡ଼ାର ଭ୍ୟୁ ପଏଣ୍ଟଟା। ଆଉ ଆଜି ଆମେ ଏମିତି ଯାଇଥିଲୁ, କିଛି କାମରେ ଯାଇଥିଲୁ, ଆଉ ସମୟ କିଛି ମିଳିଲାରୁ ବାକି ଆମେ ଭ୍ୟୁ ପଏଣ୍ଟକୁ ଉପଭୋଗ କରିବା ପାଇଁ ପଳେଇଲୁ। ଆଉ ଗଲୁ ଯେତେବେଳେ ଆପଣମାନଙ୍କୁ ଟିକେ ଦେଖେଇଦେବୁ ବୋଲି ଆମର ଆଶା। ଆଉ ଆପଣମାନେ ଟିକେ ମନ ଖୁସି କରିବେ ଦେଖିକି ଆମର ଯେଉଁ ଭ୍ୟୁ ପଏଣ୍ଟର ଏଇଟା ହେଉଛି ରାସ୍ତାଟା। ଆଉ ଆଗକୁ ଗଲେ ଆପଣମାନେ ଦେଖିବେ ରାୟଗଡ଼ା ପାଇବେ। ରାୟଗଡ଼ା ଠାରୁ ମାତ୍ର 2 କିଲୋମିଟର ଦୂରରେ ଏଇ ଭ୍ୟୁ ପଏଣ୍ଟଟା ରହିଛି। ଆଉ ଆପଣ ଆସନ୍ତୁ, ଆଉ ଆପଣ ବି ଉପଭୋଗ କରନ୍ତୁ। ମାନେ ବହୁତ ସୁନ୍ଦର, ମାନେ ଗ୍ରୀନ୍। ରାୟଗଡ଼ାକୁ ତ ଆମମାନେ କହିବୁ ଗ୍ରୀନ୍ ସିଟି, ସେମିତି ଆମର ଏଇ ରାୟଗଡ଼ା ବି ମାନେ ଭ୍ୟୁ ପଏଣ୍ଟଟା ବି ସେମିତି ଗ୍ରୀନ୍ ହେଇକି ଅଛି, ବହୁତ ସୁନ୍ଦର ଅଛି। ଆପଣମାନେ ଯେତେବେଳେ ବି ଆସିବେ ଏ ଭ୍ୟୁ ପଏଣ୍ଟକୁ ଆସନ୍ତୁ, ଦେଖନ୍ତୁ, ବାସ୍ ଆପଣଙ୍କୁ ବହୁତ ଖୁସି ଲାଗିବ। ଏମିତି ତ ବହୁତ ଆମର ଟୁରିଷ୍ଟ ପ୍ଲେସ୍ ଅଛି, ବାକି ଆମର ଭ୍ୟୁ ପଏଣ୍ଟଟା ବି କିଛି ମହତ୍ଵ। ବାସ୍ ଆପଣମାନେ ଆସନ୍ତୁ ଆଉ ଏଇ ସୁନ୍ଦରକୁ ଉପଭୋଗ କରନ୍ତୁ। ରାୟଗଡ଼ାରେ ଏମିତିକି ପାହାଡ଼ ଅଛି, ଖାଲି ପଥର ଗୁଡ଼ାକରେ ଅଛି। ଆପଣମାନେ ଦେବଗିରି ବି ଦେଖିଥିବେ, ସେମିତି ଏଇଠି ବି ଆପଣମାନେ ଦେଖିପାରିବେ। ମାନେ ଖାଲି ପଥର ଅଛି, ଆଉ ପଥରରେ ଖାଲି ଘାସଟା ପଡ଼ିଛି। ଦେଖନ୍ତୁ ବର୍ଷା ଦିନ ଆଉ ଟିକେ ଭଲ ଲାଗିଥାନ୍ତା। ଏବେ ଗ୍ରୀନ୍ ନାହିଁ, ବାକି ଅଳ୍ପ ଗ୍ରୀନ୍ ଅଛି। କହିଲେ କିଛି ଅତ୍ୟୁକ୍ତି ହେବନି। ଅଳ୍ପ ଗ୍ରୀନ୍ ମାନେ ବର୍ଷା କମିଯାଇଛି ନା, ବର୍ଷା ଯାଇକି ବହୁତ ଦିନ ହେଲାଣି। ଶୀତ ବି ଏବେ ଯିବାକୁ ଧରିଲାଣି। ପତ୍ର ଯାକ ଏବେ ଲାଲ ହେଇଯାଇଛି, ନହେଲେ ବହୁତ ଗ୍ରୀନ୍ ହେଇକି ଦେଖାଯାଇଥାନ୍ତା। ଆସନ୍ତୁ ଆଉ ଏଇ ସୁନ୍ଦର ଦୃଶ୍ୟକୁ ଉପଭୋଗ କରନ୍ତୁ।